ଏମାନଙ୍କର ଲକ୍ଷଣ କାଳିଆ ବଳଦ ରାଜଂ କସରା ବଳଦ ଶ୍ରଦ୍ଧା ଶ୍ରୀୟଂ କୃଷ୍ଣା କୁକୁର ବିରାଡ଼ି ଗୋଡ଼ଧାର କହ। କାଳିଆ ବଳଦ କସରା ବଳଦ ବିରାଡ଼ି କୁକୁର ଏଇମାନେ ମୋର ଛାତ୍ରମାନଙ୍କୁ ଏବଂ ଉପସ୍ଥିତ ପଣ୍ଡିତମାନଙ୍କୁ ମଙ୍ଗଳରେ ରଖନ୍ତୁ। ଏ ଶ୍ଲୋକ ଗାଇଥିଲେ ମହାକବି କାଳିଦାସ ବିକ୍ରମାଦିତ୍ୟଙ୍କ ସଭାରେ। ରାଜା ପଚାରିଲେ ବୋଲିକି ଦାସେ ଆଉ କାଳିଆ ବଳଦ କ'ଣ? କାଳିଆ ବଳଦ କ'ଣ ମଙ୍ଗଳ କରିବ? ବାବୁମାନଙ୍କର କାଳିଦାସ କହିଲେ ବୋଲେ କାଳି ଓ ନାଗସ୍ୟ ଅବଳଦ କାଳିଆ ବଳଦ। କାଳି ଓ ନାଗର ଅବଳଦ ବୋଲେ ବଳ ବିଧ୍ୱଂସକାରୀ ଯିଏ କାଳିଆକୁ ମର୍ଦ୍ଦନ କରିଥିଲେ କିଏ? ଭଗବାନ କୃଷ୍ଣ। ପଦୁଟିଏ ଗୀତ ସେଇ ମଙ୍ଗଳ କରନ୍ତୁ। ଛାନ୍ଦ ପଦୁଟିଏ କସରା ବଳଦ ତଥା କ ସରତି କସରା। କ ବୋଲେ ଜଳ, ଜଳରେ ସନ୍ତରଣ କରୁଥିଲା କିଏ ନା କୁମ୍ଭୀର ତଥା କୁମ୍ଭୀର ସିଏ ଅବଳଦ। ଗଜ କୁମ୍ଭୀର ଯୁଦ୍ଧ ହେଲା ବେଳେ କୁମ୍ଭୀରକୁ ବିନାଶ କରି ଗଜକୁ ଯିଏ ହାତୀକି ଯିଏ ରଖିଥିଲେ ସେଇ ପ୍ରଭୁ ସର୍ବାଙ୍ଗୀନ ମୋ ବାବୁମାନଙ୍କର ଉନ୍ନତି କରନ୍ତୁ। ମୁଁ 42 ମସିହାରେ ଖୋର୍ଦ୍ଧା ବିଜେପି ହାଇସ୍କୁଲରୁ ମେଟ୍ରିକୁଲେସନ୍ ପାସ୍ କରିଥିଲି। ତାପରେ ରେଭେନ୍ସାରେ ଆଡ଼ମିସନ୍ କରିକିରି 2 ବର୍ଷ ପଢ଼ିଲି ଆଇଏ ଶେଷ ହେବା ପରେ ମୋର ମାମୁଁ ହେଉଛନ୍ତି ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ, ପୋଷ୍ଟ ଗ୍ରାଜୁଏଟ୍ ପ୍ରଫେସର। ମୋର ଗୁରୁ ହେଉଛନ୍ତି ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି। ଏ ଯେଉଁ ବୀଣାପାଣି ମହାନ୍ତି ଆକାଶବାଣୀର ନିର୍ଦ୍ଦେଶିକା ଥିଲେ ତାଙ୍କ ବାପା। ସେମାନେ ମୋତେ ଅତି ଭଲ ପାଆନ୍ତି କାହିଁକିନା ମୁଁ ପିଲାବେଳୁ ଗୀତ ପ୍ରତି ଭାରି ଆଗ୍ରହ ମୋର ଥିଲା। ଆଉ ମୁଁ ଗୀତ ପ୍ରିୟ, ସଙ୍ଗୀତ ପ୍ରିୟ, କେବଳ ଗୀତ ଥିଲା ମୋର ଜୀବନ। ତେଣୁ ସିଏ ଆଇ ପାସ୍ କରିବା ପରେ ସେଇ ମୋ ମାମୁଁ ଆଉ ମୋର ଗୁରୁ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ତାଙ୍କରି ପ୍ରେରଣାରେ ତାଙ୍କରି ସାହସରେ ସିଏ ମୋତେ କହିଲେ ଯେ ତୋଠି କଳାର ଲକ୍ଷଣ ଅଛି, ଏଣୁ ତୁ ଏଇ ପାଲା ବ୍ୟବସାୟ ଟିକେ ଧ। ଏଣୁ ମୁଁ ତାଙ୍କରି ବୋଲ ମାନି ଆଉ ସେମାନେ ମଧ୍ୟ ମୋତେ ଯେତେ ସାହାଯ୍ୟ କରିଛନ୍ତି। ଆର୍ତ୍ତ ବାବୁ ମୋର ହେଉଛନ୍ତି ଗୁରୁ, ବାଙ୍କବାଡ଼ି ଧରିଥିବେ ଯେ ବତେଇବେ ସଂସ୍କୃତ ବତେଇବେ। ଆଚ୍ଛା ମୁଁ କହି ନପାରିଲେ ଏଇଠିକି ପିଚାଉ କିନି ବାହାରେ ଲେଖେ ଟିକେ ଲେଖିଦେବେ। ବୁଲା ଚକା ନୟନକୁ ତକାରେ ମାନସ, ଚକା ନୟନକୁ ତକା, ଚକା ନୟନକୁ ତକାରେ ମାନସ, ଚକା ନୟନକୁ ତକା। ନାଳିକ ବନ୍ଧୁ କରାଇ ପାରନ୍ତି ତକାରେ ଆମର ସରବରାକାର ଘର ବୋଲେ ପ୍ରଧାନ ଘର ଯାହାକୁ ସେ କାଳେ କହନ୍ତି ବର୍ତ୍ତମାନର ଆର୍ଆଇ। ଆମର 5 ଖଣ୍ଡ ମୌଜା ଖଜଣା ଅସୁଲ କରି ମୋ ବାପା ମୋ ଜେଜ ବାପା ଏମାନେ ସମସ୍ତେ ଖୋର୍ଦ୍ଧା ତହସିଲ ଅଫିସରେ ବ୍ରିଟିଶ ପିରିୟଡ଼ରେ ଇଂରେଜ ସରକାର ଅମଳରେ ଦାଖଲ କରନ୍ତି। ମୁଁ ଯୋଡ଼େ ବର୍ଷ କରିବା ପରେ ରାଜା ଜମିଦାର ସରବରାକାର ଇଏ ସବୁ ଉଚ୍ଛେଦ ହେଲା। କିନ୍ତୁ ସେତେବେଳେ ମୁଁ ଯେବେ ଚାକିରି ଉପରେ ମୋର ଲକ୍ଷ୍ୟ ଥାନ୍ତା, ସେତେବେଳେ ଚାକିରିକି ଲୋକ ପସନ୍ଦ କରୁନଥିଲେ। କହୁଥିଲେ ମୋ ପୁଅ ନୌକରି ଖଟି ଯିବନି ବୋଲି। ଇଂରେଜ ସରକାରଙ୍କର ଅମଳ ଚାକିରି ଢେରି। କିନ୍ତୁ ସରବରାକାର ମାନଙ୍କର କାହାର 18 ଏକର, କାହାର 15 ଏକର, କାହାର 14 ଏକର ସବୁ ଚାକିରି ବ୍ରିଟିଶ ଇଂରେଜ ସରକାର ଦେଇଥିଲା। ଯେତେ ଯେଉଁଠି ଓଡ଼ିଶାର ପ୍ରାୟତଃ ସବୁ ଅନୁଷ୍ଠାନରେ ମୁଁ ପାଲା ଗାଇଛି। ବାଡ଼ିପାଲା ଅନୁଷ୍ଠାନ ଯେତେକ ଅଛି, ବଲାଙ୍ଗୀରଠୁ କଳାହାଣ୍ଡିଠୁ ସୋନପୁରଠୁ ସମ୍ବଲପୁରଠୁ ରାଉରକେଲାଠୁ ସୁନ୍ଦରଗଡ଼ଠୁ ଭୁବନେଶ୍ୱର କଟକ ତ ଇଏ ଆମ ପାଖ ଅଞ୍ଚଳ। ଏଣୁ ଆଉ ବିଦେଶରେ ମଧ୍ୟ ଦିଲ୍ଲୀ ଯାଇଛି, ଆନ୍ଧ୍ର ଯାଇଛି, ସେଠୁ ବିହାର ଯାଇଛି, ସେଥିରେ ମଧ୍ୟ ପାଲା ଅନୁଷ୍ଠାନ ଅଛି। ମୁଁ ବି ଯାଇଛି। କୌଣସି ଅନୁଷ୍ଠାନକୁ ମହାପାତ୍ର ଥରେ ଯାଇନି। କେଉଁଠିକି 5 ଥର, କେଉଁଠିକି 7 ଥର, ମୋଟରୀ 17 ଥର, ଏଇ ଡେଲାଙ୍ଗ ମୋଟରୀ। ଆଉ କାଳିକା ପ୍ରସାଦ ନୟାଗଡ଼ ସେଠିକି 14 ଥର। ଜଣେ ପାଲାକାର ଏତେ ଥର ଯିବା ଅସମ୍ଭବ।
କାହିଁକି ସମ୍ଭବ ନା ସିଏ ପଚାରିବା ଆଜ୍ଞା ଟଙ୍କା କେତେ ଦେବୁ ଆମେ ପର ନାଇଟ୍ ରାତିକି କେତେ ଦେବୁ ମୁଁ ତାଙ୍କୁ ଉତ୍ତର କରେ ଶୁଆ ମୂଳ ଶୁଆ କହିବ ତମେ ଯାହା ବହିଣା ଦେଇକିରି ଆଡ଼ଭାନ୍ସ ଦେଇକିରି ତମ ଘରକୁ ତମେ ଯା ପାଲା ସରିବ ସିଏ ଯାହା ଟଙ୍କା ଦେବେ ପାଳିଆଙ୍କୁ କହିବି ତମେ ପକେଟରେ ରଖ ମୋର ଗଣାଗଣି ବାବୁ ମୋ ଜୀବନ ସାରା କରିନି ଉପାଧି ଢେରରେ ମୁଁ ଏଇ ଉପାଧି ନୁହଁ ଚାରି ଉପାଧି ଖଲିକୋଟ ବିରୁଳି ଆଠଗଡ଼ ରାଜା ଆଜ୍ଞା ସେତେବେଳର ରାମଚନ୍ଦ୍ର ଦେବ ସେ ଦେଇଥିଲେ ଗାୟକ ରତ୍ନ ଉପାଧି ଏଇ ସୁକିଆନୀ କୁମାରୀ ସିଂହ ଦେଉ ଯିଏ ଅଛନ୍ତି ବର୍ତ୍ତମାନ ତାଙ୍କ ଶ୍ୱଶୁର ସେ ଦେଇଥିଲେ ଗାୟକ ରତ୍ନ ଉପାଧି ଏଠୁ ଏଇ କଣ୍ଟାଗଡ଼ ମହାବିଦ୍ୟାଳୟ ଇଏ ଦେଇଥିଲା ଗାୟକ ବାଣୀ ରତ୍ନ ଗଲା 2 ତାପରେ ବାଙ୍କି ସାଂସ୍କୃତିକ ଚେତନା ସଂଘ ଏଇଠି ଏଇଗୁଡ଼ାକ ସବୁ ଥୁଆ ହେଇଛି ଓହଳା ହେଇଛି ଗାୟକ ସମ୍ରାଟ ସିଏ ଦେଇଥିଲେ ଏଠୁ ଆଉ ଗୋଟେ କ'ଣ ଗାୟକ ଜ୍ଞାନ ସାଗର ସେଟା ଖଡ଼ଗପୁର ପ୍ରବାସୀ ଖଡ଼ଗପୁର ପ୍ରବାସୀ ଉତ୍କଳ ସମ୍ମିଳନୀ ତରଫରୁ ଉପାଧିଟା ବଡ଼ କଥା ନୁହଁ କାହିଁକିନା ଉପାଧି ବ୍ୟାଧି ନୁହେଁ ଗଛ ଉପାଧି ଗୋଟିଏ ବ୍ୟାଧି ଯେଉଁ ଗାୟକ ସମ୍ରାଟ ଥିଲା ବୈଷ୍ଣବ ପ୍ରଧାନ ଏଠୁ ପରମାନନ୍ଦ ଶରଣ ନିରଞ୍ଜନ କର ନିଶାକର ଷଡ଼ଙ୍ଗୀ ଲୋକନାଥ କର ମାର୍କଣ୍ଡ ବାହିନୀପତି ଏଇମାନେ ସମସ୍ତେ ମୋତେ ଅଧିକ ପସନ୍ଦ ଲାଗେ ବାହିନୀପତି ସାଙ୍ଗେ ଏଇ ମାର୍କଣ୍ଡ ବାହିନୀପତି ପାଲା ଚାହେଁନି ସ୍ୱର ପାଲା ଚାହେଁ ଗବେଷଣା କ'ଣ ତମେ ଜାଣିଛ ତମେ ତାକୁ ବ୍ୟକ୍ତ କର ଥରେ ବାହିନୀପତିରେ ମୋର ଏଇ ଭୂଷୁଣ୍ଡପୁର ଠି ପାଲା ଗାଉଛୁ ତାଙ୍କରି ଗାଁରେ ପ୍ରତ୍ୟେକ ବର୍ଷ ପାଲା ହୁଏ ମୁଁ ଯାଇଛି ଏବଂ ସେ ମଧ୍ୟ ମୋ ସାଙ୍ଗରେ ଅଛନ୍ତି ମୋ ସାଙ୍ଗରେ ଥିଲେ ମଧ୍ୟ ଜଣେ ବାବୁ ସେଠି ଥିଲେ ସିଏ ପଚାରିଲେ ବୋଲେ କି ଆଜ୍ଞା ମାଘ କାବ୍ୟ ଗାଆନ୍ତୁ ମାଘ କାବ୍ୟ ବାହିନୀପତି ଅଧା ଗାଇଲା ଛାଡ଼ି ଦେଇକିରି ଗଲା ଯେବେ ମୁଁ ଗଲି ଦ୍ୱିତୀୟ ଥାକରେ ଲୋକଙ୍କର ଡିମାଣ୍ଡ ହେଲା ଆପଣ ମାଘ ଗାଆନ୍ତୁ ମୁଁ ତାକୁ ଗାଇଲି କାହିଁକିନା ଆମର କଥାରେ ଅଛି ମାଘେ ସନ୍ତି ତ୍ରୟ ଗୁଣା ମାଘରେ 3ଟା ଗୁଣ ମାଘ କାବ୍ୟରେ ଦେଖାଦିଏ ଅଳଙ୍କାରର ବିପୁଳ ପରିବେଷଣ ଅର୍ଥ ବୈଚିତ୍ର୍ୟ ଶବ୍ଦ କାଠିନ୍ୟ ଏଣୁ ସାଧାରଣ ପାଲାକାରଙ୍କୁ ମାଘ ନାଁ ଧରିଲେ ବାଘ ଖାଇଲା ଭଳିଆ ତାଙ୍କୁ ଲାଗିବ କାହିଁକିନା ସେ ଗବେଷଣା ନାହିଁ ତାଙ୍କର ସେମାନଙ୍କର ଏଣୁ ମୁଁ ଗଲି ସେଇଠୁ ଅଧାଠୁ ଗାଇଲି 100 ଟଙ୍କା ଦେଇଥିଲି ପୁରସ୍କାର ବୋଲେ ସିନ୍ଧୁ ତଟେ ସେ ପୁରୁଷୋତ୍ତମ ଉପେନ୍ଦ୍ର ଭଞ୍ଜ ପ୍ରମାଣ କଲେ କ'ଣ ନା ସିନ୍ଧୁ ବୋଲେ ସମୁଦ୍ର ତଟରେ ପୁରୁଷୋତ୍ତମ କ୍ଷେତ୍ରରେ ରାଜ ଅବସ୍ଥିତ ବୋଲେ ଆମରି ଓଡ଼ିଶାରେ ସେଠି ବହୁତ ଆଶ୍ଚର୍ଯ୍ୟର ଜିନିଷ ମିଳିବାକୁ ମିଳେ ଆଚ୍ଛା ଆଶ୍ଚର୍ଯ୍ୟ ଦେଖିବାକୁ ମିଳେ କ'ଣ ନା କେମିତି ସୁନ୍ଦର ଲେଖା ବୋଲେ ସୋପ ଚକରୁ ବ୍ରାହ୍ମଣ ସଦା ଭୁଞ୍ଜେ ଗୋଲା ସାଧନା କଲେ ସିଦ୍ଧି ମିଳିବ ଆଚ୍ଛା ଆଜିକାଲି ଯେଉଁ ପାଲାକାର ସେତେବେଳର ପାଲାକାର ଆକାଶ ପାତାଳ ପାର୍ଥକ୍ୟ ଏମାନଙ୍କ ଭିତରେ ଦେଖା ଦେଉଛି ନା ଖାଲି ପଇସା ପଛରେ ଗୋଡ଼େଇବା କଥା କେମିତି ପଇସା ପୁଞ୍ଜିକୁ ଆଣିବା ରଙ୍ଗ ଢଙ୍ଗ କରି ଗୀତ ଗୁଡ଼ିଏ ଗାଇବା ନାଚ କୀର୍ତ୍ତନ କରିବା ଆଉ ଲୋକଙ୍କ ମନକୁ ରଞ୍ଜେଇକିରି 2 ପଇସା ଆଣିକିରି ଘରକୁ ଆସିବା ତେଣୁକରି ସେଇଟା ହେଉଛି ପ୍ରକୃତ ବାଟ ନୁହଁ ଆଜିକାଲି ପାଲାକାରଙ୍କୁ ମୁଁ ଏତିକି କହିବି ସେ ଭଲ ରକମ ମନ ଧ୍ୟାନ ଦେଇ ଶିଖନ୍ତୁ ପଇସା ପଛରେ ଗୋଡ଼ାନ୍ତୁନି ପଇସା ତାଙ୍କ ପଛରେ ଗୋଡ଼ୁ କାହିଁକି ନା ପଇସାଟା ବଡ଼ କଥା ନୁହଁ ପଇସା ଆଜି ଅଛି କାଲିକି କୁଆଡ଼େ ଯିବ କିନ୍ତୁ ନାଁଟା ଥିବ ଚିରଦିନ ପାଇଁ ବେଙ୍ଗଲ କୁହନ୍ତୁ ମାଡ୍ରାସ କୁହନ୍ତୁ ଆନ୍ଧ୍ର କୁହନ୍ତୁ ସତ୍ୟନାରାୟଣଙ୍କର ପୂଜା ଅଛି କିନ୍ତୁ ଓଡ଼ିଶାର ନିଜସ୍ୱ ବୋଲି ମୁଁ କାହିଁକି କହିବି ନା ପାଲାକାର ମାନେ ଓଡ଼ିଶାର ସାହିତ୍ୟ ସଂସ୍କୃତ ବେଦ ବିଜ୍ଞାନ ୟା ଉପରେ ଯେତେ ଆଲୋଚନା କରିଥାନ୍ତି ଅନ୍ୟ ଦେଶରେ ନଥାଏ ଏଇଠି ବେଙ୍ଗଲ ଦେଖନ୍ତୁ ସତ୍ୟନାରାୟଣଙ୍କର ପୂଜା ଅଛି ଆନ୍ଧ୍ର ଦେଖନ୍ତୁ ସତ୍ୟନାରାୟଣଙ୍କର ପୂଜା ଅଛି ଭାରତର ପ୍ରାୟତଃ ସବୁ ଜାଗାରେ ପୂଜା ଅଛି କିନ୍ତୁ ଓଡ଼ିଶାର ପାଲାକାରମାନେ ଯେମିତି ଗବେଷଣା ପ୍ରିୟ ଯେମିତି ଶିକ୍ଷା କରି କାବ୍ୟ ନାଟକ ସାହିତ୍ୟ ସଂସ୍କୃତ ଆଲୋଚନା କରିଥାନ୍ତି ଏ ପ୍ରକାର ଅନ୍ୟ ପ୍ରଦେଶରେ ଦେଖିବାକୁ ମିଳେ ନାହିଁ ଆଉ ସାଧନା ପ୍ରବଳ
କାହିଁକିନା ଆମର କଥାରେ ଅଛି ଲେବର ଇଜ୍ ମୋର୍ ଦେନ୍ ମନି। ମନିଟା ବଡ଼ ନୁହଁ, ଲେବର ହେଲା ମୂଳ। ତମେ ଶ୍ରମ କଲେ ଫଳ ବରାବର ମାଲିକ ଦେବେ। ଏଣୁ ମୁଁ ଭାବୁ ସେ ସାଧନା ପାଲାକାର କରିବା ସହଜ କଥା ନୁହଁ। ଗୋଟିଏ ଲଣ୍ଠନ ଜଳିବ, ରାତି 11ଟା ବେଳେ ପୁଅ ଭାରିଲା ଇଏ ସମସ୍ତେ ଶୋଇବେ, ତାଳପତ୍ର ପୋଥି ଏମିତି ଛାତି ଉପରେ ପଡ଼ିଥିବ। ଆଉ ଦିନେ ଦିନେ କବାଟ ଫିଟେଇଲା ବେଳକୁ ରାତି ପାଇକିରି ବେଳ ଦିଘଡ଼ି ହବନି। ସେ ସାଧନା ସେ ଶିକ୍ଷା କରିବା ସହଜ କଥା ନୁହଁ। କାହିଁକିନା ମଣିଷର ଯେବେ ନିଷ୍ଠାପରତା ନାହିଁ, ଦି ବେଷ୍ଟ ୱେର୍ସିପ୍ ଇଜ୍ ଷ୍ଟାର୍ଟ ୱାର୍କ। ନିଷ୍ଠାପର ହିଁ ସର୍ବୋତ୍ତମ ଉପାସନା। ନିଷ୍ଠାପର ଭାବରେ ରହିବ, ଭଗବାନଙ୍କୁ ଡାକିବ। ଏ ଦୁନିଆ କିଛି ନୁହଁ, ଇଏ ରଙ୍ଗମଞ୍ଚ। ଅଲ୍ ଦି ୱାର୍ଲଡ ଇଜ୍ ଏ ଷ୍ଟେଜ୍। ସାରା ପୃଥିବୀ ହେଲା ଗୋଟେ ଷ୍ଟେଜ୍ ବୋଲି ଗୋଟେ ରଙ୍ଗମଞ୍ଚ। ଏଣ୍ଡ ଅଲ୍ ଦି ମେନ୍ ଆଣ୍ଡ ଓମେନ୍ସ ଆର୍ ପ୍ଲେୟାର୍ସ। ମେନ୍ ଆଣ୍ଡ ଓମେନ୍ ଏମାନେ ହେଲେ କ'ଣ? ଅଭିନୟକାରୀ। ଦେ ହାଭ୍ ଦେୟାର ଏକ୍ଜିଟ୍ସ। ଅଭିନୟ ସଇଲେ ଇଣ୍ଟରନେସିସ୍ ବିଦାୟ। ରାଧାନାଥ ବାବୁ ଲେଖିନାହାନ୍ତି, କେହି ରହିନାହିଁ ରହିବେ ନାହିଁ ଏ ଭବ ରଙ୍ଗଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ। ଏଣୁ ଅଭିନୟ ସରିବା ଉପରେ ବୟସ ହେଲା 87। ଭଗବାନଙ୍କୁ ଡାକୁଛି, ପ୍ରଭୁ କେଉଁଦିନ ମୋତେ ନବ, ମୁଁ ଉଦ୍ଧାର ପାଇ। ଗୋଟିଏ ଶରଦ ଚନ୍ଦନୀ ମୁଖ ଶ୍ରୀଅଙ୍ଗ ଅଭିନବ ଗଗନ, ଶ୍ରୀଅଙ୍ଗ ଅଭିନବ ଗଗନ, ଶ୍ରୀଅଙ୍ଗ ଅଭିନବ ଗଗନ, କୋଟି କୋଟି ସୀତା ବସନ ବିରାଜେ ଭବନି ଦେଶନ। ଟିକିରେ ଦିନଦନ ନେଉଛି ବିଦାୟ, କଲ୍ୟାଣ ଢାଳନ୍ତୁ ଦେବ ଦେବ। ଦିନଦନ ଶରଣ ରକ୍ଷଣ ମହାବାହୁ। ଆନନ୍ଦରେ ହରିବୋଲ ହୁଳହୁଳି ଦେବେ, ବିଶ୍ୱରୁ ଦୁଃଖ ଦୂର। ଓଡ଼ିଶାରେ ଏମିତି ଜଣେ ନିର୍ଭୀକ ଗାୟକ ମୁଁ ଅନ୍ୟ କାହାକୁ ଦେଖି ନାହିଁ। ଏମିତି ଶୁଦ୍ଧ ଏବଂ ପ୍ରାଞ୍ଜଳ ପରିବେଷଣ ହୁଏତ ଅନ୍ୟ କାହାର ନଥିବ। ଭାଷାଜ୍ଞାନ, ଅଳଙ୍କାରର ଅପୂର୍ବ ସମାବେଶ, ଛାନ୍ଦ ସାହିତ୍ୟର ଅପୂର୍ବ ରସ ଏବଂ ଶ୍ଲୋକ ପରିବେଷଣ କରିବାରେ ଏମିତି ଦକ୍ଷ ଏବଂ ନିଜେ ମନକୁ ମନ ଶ୍ଲୋକ ରଚନା କରି ଗାଇବାର ପାଣ୍ଡିତ୍ୟତା ହୁଏତ ଅନ୍ୟ କାହା ପାଖରେ ଥିବ ନଥିବ ମୁଁ କହିପାରିବିନି। ଗାୟକ ସମ୍ରାଟ, ଗାୟକ ରତ୍ନ, ଗାୟକ ବାଣୀରତ୍ନ, ଗାୟକ ଜ୍ଞାନସାଗର ଶ୍ରୀଯୁକ୍ତ ନରୋତ୍ତମ ମହାପାତ୍ରଙ୍କର ମୁଁ ହେଉଛି ଚତୁର୍ଥ ଛାତ୍ର। ପ୍ରଥମ ଶିଷ୍ୟ ଶଙ୍କର ଭାଇନା, ଧନେଶ୍ୱର ବେହେରା, ଉପେନ୍ଦ୍ର ତରେଇ, ଏମାନଙ୍କ ପରେ ମୋ ସ୍ଥାନ। ମୁଁ ଯେତିକି ଜାଣିଛି 1973 ମସିହାରୁ ମୁଁ ଗୁରୁ ରୂପରେ ବରଣ କରି ତାଙ୍କଠାରୁ ଚାମର ଗ୍ରହଣ କରି ପାଲା ପରିବେଷଣ କରିଛି। ଓଡ଼ିଶାର ଏଭଳି ମଞ୍ଚ ନାହିଁ ଯେଉଁ ମଞ୍ଚ ଗୁଡ଼ିକ ଖୁବ୍ ନାମୀ ଏବଂ ଦାମୀ, ଯେଉଁଥିରେ କି ନରୋତ୍ତମ ମହାପାତ୍ରଙ୍କର ପାଦ ନ ପଡ଼ିଛି। ଏବଂ ତାଙ୍କର ଯେଉଁ ପରିବେଷଣ, ସ୍ପଷ୍ଟ ଉଚ୍ଚାରଣ, ଅଳଙ୍କାରର ପରିବେଷଣ ଏବଂ ତାଙ୍କର ଗପସୂତ୍ର 14 ଅକ୍ଷରୀ, 20 ଅକ୍ଷରୀ, ଫୁଲ ବଉଳ ବେଣୀ, ଦେଖିଲେ ସହି, ଏଇଟା ବେଶୀ ଆକର୍ଷିତ ହୁଏ। ଏତଦ୍ ବ୍ୟତୀତ ଆଜିର ସମାଜରେ ଗାୟକମାନଙ୍କ ପାଇଁ ଅବଶ୍ୟ ସେଇଟା ଆଉ ନାହିଁ ଯେଉଁଟାକି ପ୍ରତିଦ୍ୱନ୍ଦିତା, ଯାହାକି ଆସିବା ସମୟରେ ଡକ୍ଟର ରଥ କହୁଥିଲେ ଯେ ସେତେବେଳେ ଯୁଦ୍ଧ, ପାଲା ତ ବାଦିପାଲା ନୁହେଁ, ଯୁଦ୍ଧ ହେଉଥିଲା। ଏବେ ତାହା ନାହିଁ। ନହେଲେ ସେତେବେଳେ ଗାୟକଙ୍କୁ ଜଣା ଥାଉ କି ନଥାଉ, ତ ପରବର୍ତ୍ତୀ ପର୍ଯ୍ୟାୟରେ ଯାହା ସିଏ ପ୍ରଥମ ଗାୟକ ଛାଡ଼ି ଦେଇକି ଯାଆନ୍ତି, ଯେଉଁଟାକି ଶିଖିବାର ତାଙ୍କଠାରୁ ଥାଏ ଯେ ଅପୂର୍ବ ଶୈଳୀରେ ଅଳଙ୍କାର ଦ୍ୱାରା ହିଁ ସେ ମଞ୍ଚଟାକୁ ସୁନ୍ଦର ଭାବରେ ପରିଚାଳନା କରିବା ପାଇଁ, ମଞ୍ଚଟାକୁ ଆକର୍ଷିତ କରି ଶ୍ରୋତାମାନଙ୍କୁ କିଣି ନେବା ପାଇଁ ଏଭଳି
ମାନେ ଯାହାକୁ କୁହାଯାଏ ଯେ ଅନନ୍ୟ ସାଧାରଣ ପ୍ରତିଭା। ସେ ଗୁରୁଙ୍କର ଶିଷ୍ୟତ୍ୱ ଗ୍ରହଣ କରି ମୋର ଜୀବନକୁ ମୁଁ ସାର୍ଥକ ମାନିଛି। ସେଇ ଗୁରୁଙ୍କର ପଦାରବିନ୍ଦରେ ପଦଟିଏ ମୁଁ ବିନମ୍ର କୃତାଞ୍ଜଳି ଭକ୍ତି ଅର୍ପଣ କରିବାକୁ ସର୍ବପ୍ରଥମେ ଯାଉଛି। ବନ୍ଦେ ଗୁରୁଣାଂ ଚରଣାର ବିନ୍ଦେ ସନ୍ଦର୍ଶିତ ଶ୍ୱାସ ସୁଖାବ ବୋଧେ ନିଃଶ୍ରେୟସ ମାଙ୍ଗଳିକାୟ ମାନେ ସଂସାର ହଳାହଳ ମୋହ ସନ୍ତଇ। ଆଜି ମୋର ଜୀବନକୁ ଓଡ଼ିଶାର ପ୍ରତ୍ୟେକ ଅନୁଷ୍ଠାନରେ ପାଲା ପରିବେଷଣ କରି ଜୀବନକୁ ଧନ୍ୟ ମନେ କରୁଛି, ଯାହାକି ତାଙ୍କର ଯେଉଁ ଅଭୟ ଆଶୀର୍ବାଦ ମୋର ଉପରେ ରହିଛି। ଯୁଆଡ଼େ ଯେଉଁ ଅନୁଷ୍ଠାନକୁ ଯାଇଛି ସମସ୍ତେ ହିଁ ପଚାରି ଆସୁଛନ୍ତି ଆପଣ ନରୋତ୍ତମ ମହାପାତ୍ରଙ୍କ ଛାତ୍ର। ସେ ଏଭଳି ଜଣେ ଗାୟକ, ନିର୍ଭୀକ ଗାୟକ, ଦାମ୍ଭିକ ଗାୟକ। ତାଙ୍କର ପାଲାର ପରିବେଷଣ ଶୈଳୀ, ଭାଷା ଏବଂ ଜ୍ଞାନ ଆଲୋଚନା। ଦ୍ୱିତୀୟ ଥାକରେ ବିଶେଷତଃ ତାଙ୍କର ପାଲା ଆକର୍ଷିତ ହୁଏ। ପ୍ରଥମେ ତାଙ୍କ ପାଲା ଗାୟକ ସାରିବା ପରେ ପ୍ରତିଦ୍ୱନ୍ଦ୍ୱୀ ସମାଲୋଚନା ଗାୟକ ହିସାବରେ ଏକମାତ୍ର ଓଡ଼ିଶାରେ ଜଣେ ଗାୟକ, ସେ ହେଉଛନ୍ତି ଗାୟକ ଜ୍ଞାନସାଗର ନରୋତ୍ତମ ମହାପାତ୍ର। ଏବଂ ତାଙ୍କର ଆଉ ଗୋଟେ ଅଲୌକିକ ଥିଲା ଆଦର୍ଶ, ଯେ କି ଯେତେ ଅନୁଷ୍ଠାନରେ ସେ ପାଲା ପରିବେଷଣ କରିବାକୁ ଯାଇଛନ୍ତି ସେଠି ତାଙ୍କର ନିର୍ଲୋଭତା କ'ଣ ରହିଛି। ପ୍ରତ୍ୟେକ କଳାକାରମାନେ ଡିମାଣ୍ଡ କରନ୍ତି ଯେ ଆମକୁ ପାରିଶ୍ରମିକ ବାବଦ ଏତିକି ପଇସା ଦିଅନ୍ତୁ, କିନ୍ତୁ ସେ ହିଁ ଏକମାତ୍ର ଜଣେ ଗାୟକ ଯେ କୌଣସିଠାରେ ପଇସା ଗଣି ନାହାନ୍ତି। ଗାୟକ ଜ୍ଞାନସାଗର ନରୋତ୍ତମ ମହାପାତ୍ରଙ୍କର ପାଲା 1964 ମସିହାରେ ମୁଁ ଯେତେବେଳେ ମାଟ୍ରିକ ପଢ଼ୁଥିଲି କ୍ଷେତ୍ରବାସୀ ଏକାଡେମୀ ନିରାକାରପୁରରେ ଗଣେଶ ପୂଜା ପାଲା ମୁଁ ତାଙ୍କର ଦେଖିଛି। ମୋର ପାଲା ପ୍ରତି ପିଲାଦିନୁ ଟିକେ ଶ୍ରଦ୍ଧା ଥିଲା। ସେ ଯେଉଁ ପାଲା ପରିବେଷଣ, ଅଳଙ୍କାର ସଂଯୋଜନା ଏବଂ ପୂର୍ବବର୍ତ୍ତୀ ଗାୟକର ଅସମାଧାନ ଅସମ୍ପୂର୍ଣ୍ଣ ବିଷୟକୁ ସମ୍ପନ୍ନ କରିବାର ଯେଉଁ ତାଙ୍କର ବିଚକ୍ଷଣତା, ତାହା ନିଶ୍ଚିତ ଭାବରେ ଅନନ୍ୟ। ବିଶେଷ ଭାବରେ ନରୋତ୍ତମ ମହାପାତ୍ର ଜଣେ ନିର୍ଭୀକ, ଦାମ୍ଭିକ, ଭାଷାବିତ୍ ଏବଂ ତତ୍କାଳୀନ ଅବସ୍ଥାରେ ଗାୟକମାନଙ୍କ ମଧ୍ୟରେ ଜଣେ ଉଚ୍ଚଶିକ୍ଷିତ ଗାୟକ ଓଡ଼ିଶାରେ ଥିଲେ। ମୁଁ ତାଙ୍କର ପ୍ରତ୍ୟକ୍ଷ ଶିଷ୍ୟ ନହେଲେ ମଧ୍ୟ ସେ ମୋତେ ତାଙ୍କ ଶିଷ୍ୟମାନଙ୍କ ଠାରୁ କୌଣସି ଗୁଣରେ ସ୍ନେହରେ ଉଣା କରିନାହାନ୍ତି। ଏପର୍ଯ୍ୟନ୍ତ ସେ ମୋର ନାଁଟାକୁ ମନେ ରଖିଛନ୍ତି ଏବଂ ଯେଉଁଠି ଦେଖିଲେ ତାଙ୍କର ଯେଉଁ ବାତ୍ସଲ୍ୟ ଭରା ସ୍ନେହ, ତାହା ନିଶ୍ଚିତ ଭାବରେ ଚିରଦିନ ପାଇଁ ଆମମାନଙ୍କର ମନରେ ରହିବ। 1963 ମସିହାରେ ତାଳତୁମରେ ସେ ପାଲା କରୁଥିଲେ ଏବଂ ଯେତେବେଳେ ଆଜି ମୁଁ କହିଲି ଯେ ଆପଣ ସେ ପାଲା କରୁଥିଲା ବେଳେ ଆପଣ ତ ପାଲା କରୁନଥିଲେ, ଯୁଦ୍ଧ କରୁଥିଲେ। ସେ କହିଲା ହଁ ମୁଁ ଯୁଦ୍ଧ କରୁଥିଲି ଏବଂ ସେ ଯୁଦ୍ଧରେ ମୁଁ ଜାଣିଛି, ମୁଁ ଯେଉଁ କହୁଥିଲି ସେ ଗାୟକ ମହାଶୟଙ୍କୁ ଯେ ବାବୁ ତମେ ମୋ ସାଙ୍ଗରେ କି ପାଲା କରିବ, ଯେଉଁ କଥାଟା ସେ ସେଇଦିନ କହିଥିଲେ ସେଇଟା ଶେଷ ହେଇପାରେ, ତାତ୍ସଲ୍ୟ ହେଇପାରେ, ଅଭିମାନ ହେଇପାରେ, ଗାଳି ତ କୁହାଯିବ ନାହିଁ, କାହିଁକି ସେ ଯେତେବେଳେ ଶାସ୍ତ୍ର ଆଲୋଚନା ହେବ ସେଟା ଗାଳି କୁହାଯିବନି। କିନ୍ତୁ ସେ ଯେଉଁ 62-63 ବର୍ଷ ତଳର କଥା ଯେତେବେଳେ ଆଜି ଅବତାରଣ କଲେ, ମୁଁ ଭାବିଲି ଯେ ଏଇ ବାର୍ଦ୍ଧକ୍ୟ ଅବସ୍ଥାରେ ବି ଲୋକ ଏଇ କଥା ମନେ ରଖିପାରିଛନ୍ତି। ସେ ପ୍ରକୃତରେ ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି, ଓଡ଼ିଆ ପାଲା ପାଇଁ ଓଡ଼ିଶାର ଏକ ଆଲୋକବର୍ତ୍ତିକା। ଜ୍ଞାନସାଗର ଶ୍ରୀଯୁକ୍ତ ନରୋତ୍ତମ ମହାପାତ୍ର ଏ ମାଟି, ଏ ଗାଁ, ଏ ଅଞ୍ଚଳର ଏକ ଜ୍ୱଳନ୍ତ ପ୍ରତିଭା ଏବଂ ଜ୍ୱଳନ୍ତ ସଂସ୍କୃତି କହିଲେ କେବେ ଭୁଲ ହେବ ନାହିଁ। ଏ ଗାଁର ପରିଚିତି ଯଦି ଓଡ଼ିଶାର କୋଣ ଅନୁକୋଣରେ ଥାଏ ତାହେଲେ କେବଳ ସେଇ ନରୋତ୍ତମ ମହାପାତ୍ରଙ୍କ ଲାଗି ରହିଛି। ଓଡ଼ିଶା ଅନୁକୋଣରେ ଦେବେ ଆମେ ଯେଉଁଠିକି ଯାଉ, ଯେ ପଚାର ଘର କେଉଁଠି, ନା କଣ୍ଟାବାଡ଼, ଓ ସେଇ ନରୋତ୍ତମ ମହାପାତ୍ର ପାଲା ଗାୟକଙ୍କ ଗାଁ କି, ନା ହଁ, ତାହେଲେ ସେ ହେଉଛନ୍ତି ପ୍ରକୃତ ଆମ ଏ ମାଟିର ଗର୍ବ, ଗୌରବ, ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ଏକ ଜୀବନ୍ତ ପ୍ରତିଭା। ଗାୟକ ସମ୍ରାଟ, ଗାୟକ ରତ୍ନ, ଗାୟକ ଜ୍ଞାନସାଗର ଶ୍ରୀଯୁକ୍ତ ନରୋତ୍ତମ ମହାପାତ୍ରଙ୍କର ଯେତେ ଶିଷ୍ୟ ସେ ଗ୍ରହଣ କରିଛନ୍ତି, ମୁଁ ସର୍ବକନିଷ୍ଠ ଏବଂ ମୋ ପରେ ସେ ଆଉ ଛାତ୍ର ଗ୍ରହଣ କରିନାହାନ୍ତି। ତ ମୁଁ ଯେତେବେଳେ ଚାମ୍ବର ତାଙ୍କଠୁ ଗ୍ରହଣ କଲି, ମୁଁ ମଥା ଭାବରେ ହାତଟି ରଖି ଯାହା କହିଥିଲେ, ଖୁବ୍ କମ୍ ସମୟ ବ୍ୟବଧାନ ଭିତରେ ତାଙ୍କ ଆଶୀର୍ବାଦ ମୋ ଉପରେ ପ୍ରତିଫଳନ ହେଇଛି। ଏକଥା ହେଉଛି ମୋର ନିଜସ୍ୱ ଅନୁଭବ, ଯାହାକି ମୋତେ ସେ କହିଥିଲେ
କହିଲେ ମୁଁ ତ ମୁଣ୍ଡ ଉପରେ ହାତ ରଖି କହୁଛୁ ତୁ ଆଗକୁ ଯିବୁ ପଛକୁ ଆଉ ଫେରିକି ଚାହିଁବୁନି। ପାଲା ଜୀବନର ଗାୟକ ଜୀବନର ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ମୁଁ ନିଶ୍ଚିତ ଭାବରେ ଆଗକୁ ଯାଇଛି। ପଛ କଥା ମୁଁ ଚିନ୍ତା କରିନି। ଗୋଟେ ଷ୍ଟେପ୍ରୁ ଗୋଟେ ଷ୍ଟେପ୍ ମୁଁ ଡେଭଲପ୍ କରି ଚାଲିଛି। ସେଇଟା ହେଉଛି ମୋ ଗୁରୁଙ୍କର ଆଶୀର୍ବାଦ ଏବଂ ସେଭଳି ଗୁରୁଙ୍କୁ ପାଇ ମୋ ନିଜ ଜୀବନ ଧନ୍ୟ ହୋଇଛି ନିଶ୍ଚିତ ଭାବରେ। ଯାହା ଟିକିଏ ଆଶୀର୍ବାଦ, ସେଇ ଆଶୀର୍ବାଦ ମୋତେ ଆଜି ଓଡ଼ିଶାର ପ୍ରତି ପୁରପଲ୍ଲୀରେ ପ୍ରତି ମଞ୍ଚରେ ନେଇକି ପରିଚିତ କରେଇଛି। ତାଙ୍କର କଳାକୃତି ଏବଂ ତାଙ୍କର ଯେଉଁ ସଙ୍ଗୀତର ଯେଉଁ ମୂର୍ଚ୍ଛନା ବା ତାଙ୍କର ଯେଉଁ ପରିବେଷଣର ଶୈଳୀ, ତାହା ନିଶ୍ଚିତ ଭାବରେ ଯେତେ ପ୍ରତିଷ୍ଠିତ ଗାୟକ ଅଛନ୍ତି ମୁଁ ଅନୁଭବ କରୁଛି ମୋ ଜୀବଦଶା ଭିତରେ, ତ ସେଇଟା ନିଶ୍ଚିତ ଭାବରେ ଅନନ୍ୟ। ଭବ ସିନ୍ଧୁ ଜଳେ ଖେଳେ କରାଳ ଲହରୀରେ, ହରିନାମ ତରି ଧର ଧର, ହରିନାମ ତରି ଧର ଧର, ଏ ଦିନ ଶେଷରେ ମନ ନିଶ୍ଚେ ସନ୍ଧ୍ୟା ଆସିବ, ଉଜ୍ଜଳ ଆଶାକୁ ତୋର କାଳ ତମ ଗ୍ରାସିବ, ବେଳ ଥାଉଁ ବନ୍ଧ ବାନ୍ଧ ନୁହ ହରବରରେ, ହରିନାମ ତରି ଧର ଧର ରେ ବାୟା, ହରିନାମ ତରି ଧର ଧର। ଅଧିକରୁ ଅଧିକ ପାଲା ଦେଖିବା ପାଇଁ ଆମ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ।